आकाशरू झरिला मृत्युर झरणा बादल फटा वर्षार झारखार होईगला देवभूमि जम्मू और काश्मीर किश्तवाड़ 400टी गाँ पहाड़ू पानी एवं भग्नावेशर जोगु अनेक लोक प्रभावित होते। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 52 ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ 176 ଜଣଙ୍କୁ ଉଦ୍ଧାର କରାଯାଇଛି। 100ରୁ ଅଧିକ ଲୋକ ନିଖୋଜ ଅଛନ୍ତି। କିଶ୍ତୱାଡ଼ର 400ଟି ଗାଁରେ ମାଇଚେଲି ମାତା ଯାତ୍ରା ପାଇଁ ହଜାର ହଜାର ଭକ୍ତ ପହଞ୍ଚିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏହା ଯାତ୍ରାର ପ୍ରଥମ ରହଣୀ। ଯାତ୍ରା ଯେଉଁଠାରୁ ଆରମ୍ଭ ହେବାକୁ ଥିଲା ସେହି ସ୍ଥାନରେ ମେଘ ଫାଟି ଯାଇଥିଲା। ଏଠାରେ ଭକ୍ତ ବସ୍ ତମ୍ବୁ ଲଙ୍ଗଳ ଏବଂ ଅନେକ ଦୋକାନ ଥିଲା। ସବୁକିଛି ବନ୍ୟା ପାଣିରେ ଭାସି ଯାଇଥିଲା। 400ଟି କିଶ୍ତୱାଡ଼ ସହରରୁ ପ୍ରାୟ 90 କିଲୋମିଟର ଦୂରରେ ଅବସ୍ଥିତ ଏବଂ ମାଚାଇଲ ମାତା ମନ୍ଦିରକୁ ଯିବା ରାସ୍ତାରେ ଏହା ପ୍ରଥମ ଗାଁ। ସେନା ପୋଲିସ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ କିଶ୍ତୱାଡ଼ରେ ରେସ୍କ୍ୟୁ ଅପରେସନ ଚଳାଇଛନ୍ତି। ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବହୁ କ୍ଷୟକ୍ଷତି ଘଟିବା ମଧ୍ୟ ସମ୍ଭାବନା ରହିଛି। କ୍ଷୟକ୍ଷତିର ଆକଳନ କରାଯାଉଛି। ଆବଶ୍ୟକ ଉଦ୍ଧାର ଏବଂ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଉଛି। କୁପୱାରା ବାରାମୁଲା ବାନ୍ଦିପୋରା ଶ୍ରୀନଗର ଗନ୍ଦେରା ପୁଞ୍ଚ ଭଳି ଅନେକ ସହର ପାଣି ଭିତରେ ଫସି ରହିଛି। ବ୍ୟୁରୋ ରିପୋର୍ଟ ନ୍ୟୁଜ ଦୁନିଆ।